ଛାଡ଼ି ଲକ୍ଷ୍ମଣ ଅଯୋଧ୍ୟାକୁ ଫେରି ଦେଖୁଛନ୍ତି ବିଷଣ୍ଣ ବଦନରେ ବସିଛନ୍ତି ଶ୍ରୀରାମ। ଲକ୍ଷ୍ମଣଙ୍କ ପ୍ରବୋଧନାରେ ସ୍ଥିର ହୋଇ ଶ୍ରୀରାମ କେବଳ ରାଜପୁଣ ଯୋଗୁଁ ଅତୀତରେ କିଭଳି ବିଭିନ୍ନ ରାଜାମାନେ ଅନେକ କଷ୍ଟ ବରଣ କରିଛନ୍ତି ତାର ଉଦାହରଣ ଦେଉଛନ୍ତି ଲକ୍ଷ୍ମଣଙ୍କୁ। ଏହି ଅଧ୍ୟାୟରେ ନିମି ରାଜା ପ୍ରସଙ୍ଗ ଏବଂ ରାଜା ଯଜାତି ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। बोलती नृपति मन जानी
ଷଷ୍ଠୀ ହେଲା ବ୍ରହ୍ମାର ସୁତ ପଛେ କୁମ୍ଭରୁ ଜାତ ତାକୁ ବଂଶରେ ସେ ହେଲେ ପୁରୋହିତ ନିମିତେ ଥିଲେ ଋଷି ମାନେ ଅଇଲେ ନେତ୍ର ନିମିଷ କରି ତାକୁ ବର ଦେଲେ ନିମିର ପିଣ୍ଡ ରଖିଲେ ତୈଳ ଭାଣ୍ଡ ଯାଗଶାଳରେ ବନ୍ଧନ କଲେ ତା ପିଣ୍ଡ ବହୁ ବାଳକ ଋଷି ହେଲେ ଜନକ ମିଥିଲା ତେଣୁ ବୋଲନ୍ତି ସକଳ ଲୋକ ପ୍ରେତୀ ଦେବତାଙ୍କ ଶାପ ପ୍ରମାଦ ବୋଲେ ବି ଶ୍ରୀରାମ କହି ହେଲେ ବିଷାଦ